ସକାଳ ହେବା କ୍ଷଣି ଦିବାକର ତୁରନ୍ତ ସେହି ନିର୍ଦ୍ଦିଷ୍ଟ ସ୍ଥାନକୁ ଗଲେ। ସେଠାରେ 3ଟି ବଉଳ ଗଛ ଥିଲା। ସେ ମାଟି ଖୋଳିବା ଆରମ୍ଭ କଲେ। ତାଙ୍କ ହୃଦୟରେ ଭକ୍ତି ଏବଂ ଉତ୍ସାହ ଭରି ରହିଥିଲା। କିଛି ସମୟ ପରେ ତାଙ୍କ କୋଦାଳ ଏକ କଠିନ ଜିନିଷରେ ବାଜିଲା। ସେ ଅତି ଯତ୍ନର ସହିତ ମାଟି ହଟାଇଲେ ଏବଂ ସେଠାରେ ମା କାକଟମଙ୍ଗଳାଙ୍କର ଏକ ଅତି ସୁନ୍ଦର କଳା ପଥରର ମୂର୍ତ୍ତି ପାଇଲେ। ଦିବାକର ପରମାନନ୍ଦରେ ଭାସିଗଲେ। ସେହି ମୂର୍ତ୍ତିଟିକୁ ଆଣି ନଦୀ ଜଳରେ ସ୍ୱଚ୍ଛ କଲେ ଏବଂ ପୁରା ଗାଁରେ ଖବର ପ୍ରଚାର କଲେ। ସମସ୍ତେ ମାଙ୍କୁ ଦର୍ଶନ କରିବାକୁ ଦୌଡ଼ି ଆସିଲେ। ଗାଁ ଲୋକଙ୍କ ସହାୟତାରେ ଦିବାକର ସେହିଠାରେ ଏକ ଛୋଟ ମନ୍ଦିର ନିର୍ମାଣ କଲେ। ସେହିଦିନଠାରୁ ମା କାକଟମଙ୍ଗଳା ସମସ୍ତ ଭକ୍ତଙ୍କୁ ଆଶୀର୍ବାଦ ଦେଇ ଆସୁଛନ୍ତି। ଦିବାକରଙ୍କ ସରଳ ବିଶ୍ୱାସ ଓ ମାଙ୍କ ଦିବ୍ୟ ଇଚ୍ଛା କାକଟପୁରକୁ ଏକ ପବିତ୍ର ତୀର୍ଥସ୍ଥଳୀରେ ପରିଣତ କଲା। ମା କାକଟମଙ୍ଗଳାଙ୍କୁ ଶ୍ରଦ୍ଧାରେ ସଙ୍କଟ ହାରିଣୀ ବୋଲି ଡକାଯାଏ।